ଚାକିରି ରାସ୍ତାଘାଟରେ ମିଳୁଛି, ବଜାରରେ ମିଳୁଛି, 20 ଲକ୍ଷ 30 ଲକ୍ଷ ଦେଲେ ମିଳୁଛି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ, ଯଦି 20 ଲକ୍ଷ 30 ଲକ୍ଷ ମିଳୁଛି କୋଉ ଦୋକାନରେ ମିଳୁଛି, କୋଉଠି ମିଳୁଛି ବଜାରରେ, ଦୟାକରି କହିବେ କି? ଯଦି ସେ ଜାଣିଛନ୍ତି କହିଲେ ମୁଁ ସବୁ ଜାଣିଛି ଯେ କିଏ କିଏ ଟଙ୍କା ନେଇଛି କ'ଣ ହେଇଛି। ଯଦି ସେ ସବୁ ଜାଣିଛନ୍ତି କ'ଣ ପାଇଁ 6 ମାସ ହେଲା ତାଙ୍କ ଉପରେ ଆକ୍ସନ ନିଆ ହେଇନି? ତାଙ୍କ ହାତରେ ତ ସମସ୍ତ ପ୍ରକାର କ୍ଷମତା ଅଛି ଓଡ଼ିଶାର। ସେ କ'ଣ ପାଇଁ 6 ମାସ ହେଲା ଯୋଉମାନେ ଚାକିରି ପାଇଁ ଟଙ୍କା ନେଇଛନ୍ତି ବୋଲି ସେ ଜାଣିଛନ୍ତି, ଜାଣିକି କ'ଣ ପାଇଁ ଚୁପ୍ ବସିଛନ୍ତି? ଏହା ଏକ କପୋଳ କଳ୍ପିତ ପୂର୍ବତନ ସରକାରଙ୍କୁ ବଦନାମ କରିବାର ଏକ ଚକ୍ରାନ୍ତ। ଏବଂ ବିଶେଷ କରି ଯୋଉ ପିଲାମାନେ ପରିଶ୍ରମ କରି ବ୍ରିଲିଏଣ୍ଟ ପିଲାମାନେ ପାଇଛନ୍ତି, ଚାକିରି ପାଇଛନ୍ତି, ଏସବୁ ଚାକିରି କୁହନ୍ତୁ, ଯେକୌଣସି ଭଲ ଭଲ ଚାକିରି, 1 ରୁ 1.5 ଲକ୍ଷ ପିଲା ଚାକିରି ପାଇଛନ୍ତି, ସେ ପିଲାମାନଙ୍କ ପ୍ରତି ହେଉଛି ଏକ ଅପମାନଜନକ ବକ୍ତବ୍ୟ। ସେ ପିଲାମାନେ ଏଇଠି କ'ଣ ଭାବିବେ? ସେ କ'ଣ ଟଙ୍କା ଦେଇକି ଚାକିରି କରିଛନ୍ତି? କୌଣସି ପିଲା ଟଙ୍କା ଦେଇକି ଚାକିରି କରିନାହାନ୍ତି। ସେ ତାଙ୍କ ଯୋଗ୍ୟତା ବଳରେ ଚାକିରି ପାଇଥିବା ପିଲାମାନେ ଆଜି ଅପମାନିତ ବୋଧ କରୁଛନ୍ତି। ଆଉ ଭବିଷ୍ୟତରେ ଯୋଉ ପିଲାମାନେ ପ୍ରସ୍ତୁତ ହେଉଛନ୍ତି ଚାକିରି କରିବା ପାଇଁ, ସେମାନଙ୍କର ମନୋବଳ ମଧ୍ୟ ଦୁର୍ବଳ ହେଉଛି। ଏଭଳି ପିଲାମାନଙ୍କ ମନୋବଳକୁ ଦୁର୍ବଳ କରନ୍ତୁ ନାହିଁ, କି ଯୋଉମାନେ ଚାକିରି ପାଇଛନ୍ତି ତାଙ୍କୁ ଏଭଳି ଭାବରେ ଅପମାନିତ କରନ୍ତୁ ନାହିଁ। ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସାହସ ଅଛି ତାହେଲେ ସେ ପ୍ରମାଣ କରନ୍ତୁ କିଏ କୋଉଠି 20 ଲକ୍ଷ 30 ଲକ୍ଷ ଦେଇକି ଚାକିରି ପାଇଛନ୍ତି ଏବଂ କୋଉ ଦୋକାନରେ ମିଳୁଛି, ବଜାରରେ କାଲି କହିଲେ ଯେ ବଜାରରେ ଚାକିରି ମିଳୁଥିଲା, କୋଉ ବଜାରରେ ଚାକିରି ମିଳୁଛି ତାକୁ ସେ ପ୍ରମାଣ ଦିଅନ୍ତୁ। ଏଭଳି ସଂସ୍ଥା ବକ୍ତବ୍ୟରୁ ସେ କ୍ଷାନ୍ତ ରୁହନ୍ତୁ, ନଚେତ୍ ଓଡ଼ିଶାର ପିଲାମାନେ, ଶିକ୍ଷିତ ଉଚ୍ଚଶିକ୍ଷିତ ପିଲାମାନେ ଆକୁ ବରଦାସ୍ତ କରିବେ ନାହିଁ। ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଆମେ ଆଶା କରିବୁ। ମୁଖ୍ୟମନ୍ତ୍ରୀ କି ପ୍ରକାର ବିବୃତ୍ତି ଦେଉଛନ୍ତି, ପିଲାମାନଙ୍କୁ କିଭଳି ଭାବରେ ବୁଝାଉଛନ୍ତି, ବିଧାୟକ ମାନଙ୍କୁ କିଭଳି ଭାବରେ ବୁଝାଉଛନ୍ତି, ତାକୁ ଆମେ ଅପେକ୍ଷା କରୁଛୁ। ତାପରେ ଆମେ କ'ଣ ଆକ୍ସନ ନେବା କଥା ଆମେ ଚିନ୍ତା କରିବୁ। ପ୍ରସଙ୍ଗ ନୁହଁ, ଯଦି ପ୍ରସଙ୍ଗ ନୁହଁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଉଟା କହୁଛନ୍ତି ସେଟା ପ୍ରସଙ୍ଗ ନୁହଁ। କିଏ କହିଲେ ତାଙ୍କର ପ୍ରସଙ୍ଗ ହବା? କିଏ ଆସି କହିଲେ ହାଉସରେ ପ୍ରସଙ୍ଗ ହବା? କୋଉ କଥାଟା ପ୍ରସଙ୍ଗ? ଯୋଉଟା ତାଙ୍କ ଉପରକୁ ଯାଉଛି ସେଇଟା ପ୍ରସଙ୍ଗ ନୁହଁ। ଯୋଉଟା ସେ ଭୁଲ କରିଛନ୍ତି ସେଇଟା ପ୍ରସଙ୍ଗ ନୁହଁ। ଯୋଉଟା ତାଙ୍କୁ ସୁହାଉଛି ସେଇଟା ପ୍ରସଙ୍ଗ। ବାহ, ପ୍ରଗତି ଗୋଲ୍ଡ ମିଲ୍କ, ସମ୍ପୂର୍ଣ୍ଣ ଉନ୍ନତ ମାନର ଦୁଗ୍ଧ।